ସୁଦଶା ବ୍ରତ। ବନ୍ଦଇ ପରମା ଲକ୍ଷ୍ମୀ ଜଗତ ତାରିଣୀ, ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ଜାଣି। ତେଣୁ କରି ନାମ ହେଲା ଲକ୍ଷ୍ମୀ ନାରାୟଣୀ, ବିଷ୍ଣୁଙ୍କ ଘରଣୀ ମାଗ ଅଟୁ କମଳିନୀ। ଏଥୁ ଅନନ୍ତରେ ଦିନେ ମନ୍ତ ସମୟେ, ନାରଦ ମହର୍ଷି ଇନ୍ଦ୍ର ଭୁବନେ ବିଜୟେ। ଷଡ଼ର୍ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ, ବସିବା ନିମନ୍ତେ ଦିବ୍ୟ ଆସନ ଦେଲେ। ଇନ୍ଦ୍ର ଉବାଚ କେବଳ ବ୍ରତ କଲେ କେବଳ ଫଳ ପାଇ, ଘରଣୀ ପୁତ୍ର ଦୁହିତା କେମନ୍ତେ ମିଳଇ। ଏହା ମତେ ସଂକ୍ଷେପିଣ କହିବା ଗୋସାଇଁ, ତବ ମୁଖ ଶୁଣିଲେ ପରତେ ଯିବି ମୋହି। ନାରଦ ଉବାଚ ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା, ଯହିଁରେ ସନ୍ତୋଷ ହନ୍ତି ମହାଲକ୍ଷ୍ମୀ ଉମା। ମର୍ତ୍ତମଣ୍ଡଳରେ ସାରବନ୍ତୀ ନଗର, ତହିଁ ବିଷ୍ଣୁଙ୍କର ବୋଲି ଅଟେ ଦ୍ୱିଜବର। ତାହାରି ଭାରି ନାମ ଅଟେ ଲକ୍ଷ୍ମୀବତୀ, ସେ ବ୍ରାହ୍ମଣୀ ଲକ୍ଷ୍ମୀ ବ୍ରତ ସର୍ବଦା କରନ୍ତି। ଲକ୍ଷ୍ମୀଧର ଦୟା ଯେଣୁ ହେଲା ତା ଉପରେ, ଅଚଳ ସମ୍ପତ୍ତି ଭୋଗ କରେ ମର୍ତ୍ତ୍ୟପୁରେ। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ, ଲକ୍ଷ୍ମୀଙ୍କର ବ୍ରତ ତତେ କହିବା ବୁଝାଇ। ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର, ଶଶୁଦ୍ରସା ବ୍ରତ ଘଟି ପଡ଼େ ସେ ଦିନର। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତ ଉଠିଲା, ଏକ ବନି ଗାଈର ଯେ ଗୋବର ଆଣିଲା। ସୁସଞ୍ଚ କରି ଘର ଦୁଆର ଲିପିଲା, ନଦୀରେ ସ୍ନାନ କରିଣ ଘରକୁ ଅଇଲା। ତଣ୍ଡୁଳ ବାଟିଣ ଝଟି ଆବରଣ ଦେଲା, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣ କଲା। 10 ବର୍ଣ୍ଣ ମୁରୁଜରେ ପିତୁଳା ଲେଖିଲା, 10 ଯେ ପାଖୁଡ଼ କରି ପଦ୍ମକେ ରଖିଲା। ତହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥପିଲା, ଘଟର ଉପରେ ଚ୍ୟୁତ ତାଳକେ ଥୋଇଲା। ନାରିକେଳ 1 ଗୋଟି ଘର ପରେ ଦେଲେ, 10 ମୁଖୀ ଦୀପାବଳି ଜାଗର ଜାଳିଲେ। 10 ଘିଅ ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲେ, ଚଉଁରୀ ନାମେଣ ବେତ ପାଖରେ ଥୋଇଲେ। 10 ମୁଷ୍ଟି ତଣ୍ଡୁଳ ଯେ ଘଟ ପାଖେ ଦେଲେ, ଦବରି ଫଳ ଗୋଟିଏ ଆଣିଣ ଯେ ଦେଲେ। ଉପରେ ତନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ, 10 ମେଞ୍ଚା ହଳଦୀ ଯେ ପୂର୍ଣ୍ଣ କୁମ୍ଭ ଦେଲେ। ଦୂରକ ଜଳ ନେଇ ଘଟ ପରେ ଦେଲେ, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ। ଛେନା କଦଳୀ ଯେ ସରଘୃତ ଦେଲେ, 10 ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ। କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ, ନୈବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ। ଶ୍ରୀ ମହାଲକ୍ଷ୍ମୀ କି ସେ ସୁମରଣା କଲେ, ଲକ୍ଷ୍ମୀଙ୍କର 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ, ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। 10 ନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ,
ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ, ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ। ନଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ, ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ। ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ, ମାଂସ ମେଞ୍ଚା ପ୍ରାୟ ପାଟ ବ୍ରତ ଦିଶୁଥିଲା। ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନି ଗଲା, ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା। ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା, ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା। ସେ ବ୍ରତକୁ ଚିଲ ଘେନି ଯାଉଛି ଦେଖିଲା, ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା। ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା, ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା। ଚିଲ ପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା, ଏଥୁ ଅନତରେ ଇନ୍ଦ୍ର ଶୁଣ ହେ ବୋଇଲା। ମୃଗୟା ବିନୋଦେ ନଳ ବନସ୍ତକୁ ଗଲା, ବ୍ରାହ୍ମଣୀ ରୋଦନ ରାଜା କନେ ଯେ ଶୁଣିଲେ। ବନସ୍ତେ କେ କାନ୍ଦୁଅଛି ବୋଲିଣ ବୋଇଲେ, ସୈନିକ ସଖା ଘେନି ରାଜା ବିଜେ କଲେ। ବ୍ରାହ୍ମଣୀ ପାଖରେ ଯାଇ ପ୍ରବେଶ ହୋଇଲେ, ବ୍ରାହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ। କି ନିମନ୍ତେ କାନ୍ଦୁଅଛି ବୋଲିଣ ବୋଇଲେ, ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କହଇ। ମୋହର ଦୁଃଖକୁ ବାବୁ ପାରିବ ଫେରେଇ। ନଳ ରାଜା ବୋଇଲେ ଯେ ଦୁଃଖ କି ତୋହର, ମୋର ଆଗେ କହିଲେ ତା କରିବଇ ଦୂର। ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର, ସତ୍ୟ କର ତୁମ୍ଭେ ରାଜା କହିବି ଛାମୁର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ, ଯାହା ତୁମ୍ଭେ ମାଗ ତାହା ଦେବଇ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା, ମୋହର ସୁଦଶା ବ୍ରତ ଚିଲ ଘେନି ଗଲା। ତୁମ୍ଭର ମଦା ମହାଦେଇ ବ୍ରତ କରୁଛନ୍ତି, ସେହି ବ୍ରତ ଗୋଟି ତୁମ୍ଭେ ଦେବ ହେ ନୃପତି। ଏହା ଶୁଣି ମହାରାଜା ସନମତ କଲେ, ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟ ଚଳିଗଲେ। ବ୍ରାହ୍ମଣୀକୁ ସିଂହଦ୍ୱାରେ ବସାଇ ନୃପତି, ଅନ୍ତଃପୁରକୁ ଗମନ କରିଲେ ତଡ଼ତି। ରାଣୀକୁ ଯାଇଣ ନଳ ରାଜା ଯେ କହିଲେ, ଆମ୍ଭଙ୍କୁ ଏକ ମାଗୁଣି ଦେବଇ ବୋଇଲେ। ଏହା ଶୁଣି ମହାରାଣୀ ସ୍ତବ୍ଧା ହୋଇଗଲେ, ଆମ୍ଭଙ୍କୁ କିସ ମିଳିବ ଦେବଇ ବୋଇଲେ। ନଳ ରାଜା ବୋଇଲେ, ଗୋ ସତ୍ୟ ଏବେ କର, ତେବେ ମୁଁ କହିବି ସିନା ମାଗୁଣି ମୋହର। ଏହା ଶୁଣି ମହାଦେଇ ସତ୍ୟ ବାକ୍ୟ କଲେ, ଯେ ଇଚ୍ଛା ତୁମ୍ଭର ରାଜା ମାଗ ବୋଇଲେ। ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର, ଶିଶୁ ଦଶା ବ୍ରତ ଗୋଟି ଦିଅ ଗୋ ତୁମ୍ଭର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ, ଶିଶୁ ଦଶା ବ୍ରତ ଦେବା ନୁହଁଇ ବୋଇଲେ। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି, ବ୍ରତ ଦେଲେ କାନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ି ଯାନ୍ତି। ଦରିଦ୍ର ଭିକ୍ଷୁକ ବ୍ୟାଧି ବନ୍ଥ ଯେହୁ ହୋଇ, ଲକ୍ଷ୍ମୀଙ୍କର ବ୍ରତ ଏହି ଦେଇ ନ ପାରଇ। ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ, ହସ୍ତରୁ ଖସାଇ ବ୍ରତ ରାଜା କଲେ ଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ, ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା, ରାଜାଙ୍କୁ ଆଶିଷ କରି ନିଜ ପୁରେ ଗଲା। ସେ ବ୍ରତ ନେଲା କଞ୍ଚା ଦୁଧରେ ଧୋଇଲା, 10 ଗୋଟି ମଣ୍ଡା କରି ପାଣି ଛଡ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା, ପଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା। ନାରଦକୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛା କଲେ, ନଳ ରାଜାଙ୍କର କିସ ହୋଇଲା ବୋଇଲେ। ନାରଦ ବୋଇଲେ, ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କ ବିପତ୍ତି ତତେ ଦେବା କହି। ଚିରିଯିବା ଗୋରୁ ଆଉ ଘରକୁ ନ ନେଲେ, ପୋତିଲାର ଧନ ସବୁ ବାସୁକି ହରିଲେ।
ଧାନ ଚାଉଳ ତ ସବୁ ବସି ଯେ ଖାଇଲେ, ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ। ରାଜା ରାଣୀ ଅନ୍ନ ବସ୍ତ୍ର କିଛି ନ ପାଇଲେ, ରାଜାଙ୍କୁ ରାତ୍ରରେ କାଳ ପୁରୁଷ ଡାକିଲେ। ରାଜ୍ୟ ଛାଡ଼ କରି ରାଜା ପଳାଇଣ ଯା, ରାଜ୍ୟ ଥିଲେ ନିଶ୍ଚୟ ମରିବୁ ନୃପନାହା। ଏହା ଶୁଣି ନଳ ରାଜା ତେଜିଣ ଉଠିଲେ, ମହାଦେଇ ପାଶେ ଯାଇ ସକଳ କହିଲେ। ଚାଲ ତୁମ୍ଭେ ପିତା ଘର ଯିବା ହେ ବୋଇଲେ, ଏହି ଶୁଣି ମହାଦେଇ ସନମତ କଲେ। ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ, ଗୃହକୁ ଛାଡ଼ିଣ ବିଜେ ରାଜା ରାଣୀ ଗଲେ। ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ, ଏଠାରେ ସ୍ନାହାନ ରାଣୀ କରିବା ବୋଇଲେ। ଏଠାରେ ସ୍ନାହାନ କରି ଯେ କିସ କରିବା, ପାଶରେ ତ କିଛି ନାହିଁ କଣ ଖାଇବା। ଏହା କହି ରାଜା ରାଣୀ ଜଳରେ ପଶିଲେ, ଚାରୋଟି ଗଡ଼ିଶ ମାଛ ଧରିଣ ଆଣିଲେ। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ, ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ। ଏହା କହି ମହାରାଜା ବିଜେ କରି ଗଲେ, ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ। ଆମ୍ଭଙ୍କୁ ଭୋଜନ କିଛି ଦେବ କି ବୋଇଲେ, ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣିଦେଲେ। ହରଷ ହୋଇ ରାଜା ଲେଉଟି ଆଇଲେ, ଗୃହେ ପତ୍ନୀ करे ଅନ୍ନ ଦାନକୁ ଥୋଇଲେ। ଝାମ୍ପ ଦେଇ କାକ ପକ୍ଷୀ ଦାନ ଘେନି ଗଲା, ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା। ବିରସ ହୋଇଣ ରାଜା ସେଠାରୁ ଆସିଲେ, ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ, ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ, ପାଶେ ଆସି ମହାରାଜା ମିଳିଲେ ବହନ। ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ, ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ, ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ। ଏତେ କହି ରାଜା ରାଣୀ ବିଜେ କରି ଗେଲ, ବନସ୍ତ ଭିତରେ ଏକ ନଦୀ ଯେ ଦେଖିଲ। ସଭାଚନ୍ଦ୍ର କୁମରକୁ କୋଳରେ ଧୋଇଲେ, ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ। ଏସନ ସମୟେ ଏକ କୁମ୍ଭୀର ମିଳିଲା, ସଭାଚନ୍ଦ୍ର କୁମରକୁ ତଡ଼ତି ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ, କାନ୍ଦି କାନ୍ଦିଣ ଯାଇ ଯେ ବନସ୍ତେ ପଶିଲେ। ହେମନ୍ତ ସମୟେ ଏକ କୁମ୍ଭୀର ମିଳିଲା, ସଭାଚନ୍ଦ୍ର କୁମରକୁ ତଡ଼ତି ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ, କାନ୍ଦି କାନ୍ଦିଣ ଯାଇ ଯେ ବନସ୍ତେ ପଶିଲେ। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ, ରାଜା ରାଣୀ ସେ ମନ୍ଦିର ଭିତରେ ରହିଲେ। ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ, ସେହିଠାରେ ରାଜା ରାଣୀ ଶ୍ରମେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା, ରାଣୀ ଅଳଙ୍କାର ମାନ ସବୁ ଗିଳି ଦେଲା। ରାଣୀଙ୍କ ନୟନେ କାଳ ନିଦ୍ରା ଯେ ଘୋରିଲା, ରାଣୀଙ୍କୁ ଛାଡ଼ିଣ ରାଜା ତହୁଁ ପଳାଇଲା। ସେଠାବରୁ ନଳ ରାଜା ଭ୍ରମି ଭ୍ରମି ଗଲେ, ଭୀମ ରାଜା ରାଜ୍ୟ ଯାଇ ପ୍ରବେଶ ହୋଇଲେ। ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ, ଆମ୍ଭଙ୍କୁ ରଖ ଏ ରାଜା କିଛି ପଣ ଦେଇ। କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ, କେଉଁ କେଉଁ ବିଦ୍ୟାମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲି ମୁହିଁ, ଗୌରୀ ସଉରି ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ, ଆମ୍ଭ ସୁପକାର ହୋଇ ଥାଅ ଥାବଇଲେ। ଆଜ୍ଞା ପାଇ ନଳ ରାଜା ସନମତ କଲେ, ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ, ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରି ଦେଲେ। ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲେ, ଛନ ଛନ ହୋଇ ସେ ସ୍ଥାନରୁ ଚଳିଗଲେ।
ବାଟେ ବାଟ ସେ ପଚାରି ପଚାରିଣ ଗଲା, ଭୀମ ରାଜା ରାଜ୍ୟ ଯାଇ ପ୍ରବେଶ ହୋଇଲା। ଭୀମସେନ ଅନ୍ତପୁରେ ଯାଇଣ ମିଳିଲା, ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ, ଭାତ ଲୁଗା ଦେଇ ରଖ ତୁମ୍ଭର ଉଆସ। ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ, କର୍ମ ଭାଗ୍ୟରୁ ମୁହିଁ ସେଠାରୁ ଆସଇ। ଏହା ଶୁଣି ମହାଦେଇ ହରଷ ହୋଇଲେ, ଆମ୍ଭ ଅନ୍ତପୁରେ ଦାସୀ ହୋଇଥାଅ ଭଲେ। ଏହା ଶୁଣି ଦମୟନ୍ତୀ ସନମତ କଲେ, ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ। ଏଥୁ ଅନନ୍ତରେ ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କର ଶୁଭ ବାର୍ତ୍ତା ଦେବା କହି। ଭାଦ୍ର ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର, ଶିଶୁ ଦଶା ବ୍ରତ ଗୋଟି ପଡ଼େ ସେ ଦିନର। ପାଟ ଜ୍ୟୋତିଷ ଯାଇଣ ରାଣୀଙ୍କୁ କହିଲା, କାଲିଠୁ ସୁଦଶା ବ୍ରତ ପଡ଼ୁଛି ବୋଇଲା। ଜ୍ୟୋତିଷଙ୍କୁ ଧନ ରତ୍ନ ଦେଇ ବିଦା କଲା, ଦାସୀମାନଙ୍କୁ ଡାକିଣ ବୁଝାଇ କହିଲା। ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ, ଏକ ବନ ଗାଈର ଯେ ଗୋବର ଆଣିଲେ। ସୁସଞ୍ଚ କରିଣ ଘର ଦୁଆର ଲିପିଲେ, ନଦୀରେ ସ୍ନାନ କରିଣ ଘରକୁ ଆସିଲେ। ତଣ୍ଡୁଳ ବାଟିଣ ଝୁଣ୍ଟି ଆଳପଣା ଦେଲେ, ଏହା ଦେଖି ଦମୟନ୍ତୀ ରାଣୀକୁ କହିଲେ, ମହାରାଣୀ ମୋହ ପ୍ରତି ଯେବେ ଦୟା ହେବ, ଓଷାର ଉପକରଣ ଯେବେ ମୋତେ ଦେବେ। ଶିଷ୍ଟ ଦଶା ବ୍ରତଟିକୁ କରନ୍ତି କହିଲେ, ଏହା ଶୁଣି ମହାଦେଇ ସନ୍ତୋଷ ହୋଇଲେ। ବ୍ରତ ଯେବେ କର ତୁମ୍ଭେ କର ଗୋ ବୋଇଲେ, ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଆସିଲେ। ଅତି ଯତନରେ ନେଇ ଘଟକେ ସ୍ଥାପିଲେ, ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ। ଚୁତ ଡାଳ ଦେଇ ଦୀପ ମାନ ଲଗାଇଲେ, ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ଟ ଦେଲେ। ପୁର ମଣ୍ଡା 10 ଗୋଟି ଆଗରେ ଥୋଇଲେ, ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ, ଆସ ଆସ ମହାଲକ୍ଷ୍ମୀ ହୃଦୟରେ ସମରିଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଯେ ଶ୍ରୀ ହରି ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ, ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ, ପରମା ଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ। ହେ ପରମା ଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ, ପୁତ୍ର ଗେରସ୍ତ ଆବର ରାଜ୍ୟ ପ୍ରାପ୍ତ ହେଉ। ଏମନ୍ତ ଭାବନା କରି ମନେ ସୁମରିଲେ, ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କହିଲେ, ଯାହା ତୋର ପୁଅ ସ୍ୱାମୀ ପ୍ରପାତ ହୋଇବେ, ତାର ହସ୍ତେ ଶତ୍ରୁମାନେ ନିପାତ ହୋଇଲେ। ନଳ ରାଜାଙ୍କୁ ସେ ଲକ୍ଷ୍ମୀ ସହୟ ହୋଇଲେ, ଏଣେ ନଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ, ଆମ୍ଭର ଯେ ମହାରାଜା କେଣେ ଚଳିଗଲେ, ରାଜ୍ୟରେ କାହାକୁ ରାଜା କରିବା ବୋଇଲେ। ଏହା ଶୁଣି କେହି ବୋଲେ ହେବି ମୁଁ ରାଜନ, ଆଉ କେହି ବୋଲେ ମୁହିଁ ହେବି ନୃପରାଣ। ଏହିପରି ପରସ୍ପର କରିଲେ କଗୋଳ, ତହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀ ବର। ମନ୍ତ୍ରୀ କହେ ଆମ୍ଭ ରାଜା କେଉଁଠି ଅଛନ୍ତି, ଆଉ ଜଣେ କେଉଁପରି ହଇବ ନୃପତି। ମନ୍ତ୍ରୀ ବୋଲେ ଶୁଣ ସର୍ବେ ମୋହର ବିଚାର, ପାଟହସ୍ତୀକୁ ମଣ୍ଡିଣ ଛାଡ଼ିବା ସତର। ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ, ଛାଡ଼ିଦେବା ଯାହା ପରେ ଢାଳିବ ଯେ ସେହି, ତାହାକୁ ରାଜ୍ୟରେ ରାଜା କରି ବାଟି ଜାଣ। ପାଟହସ୍ତୀ ମଣ୍ଡି ଛାଡ଼ି ଦେଲେ ତତକ୍ଷଣ, ମନ୍ତ୍ରୀ ପୁରୋହିତ ସହ ସକଳ ଚଳିଲେ, ରାଜ୍ୟର ପରଜା ବୃନ୍ଦ ସର୍ବେ ଗଡ଼ାଇଲେ। ନିଜ ଇଚ୍ଛା ମନେ ହସ୍ତୀ ଦୂତଗାମୀ ହୋଇ, ଭୀମ ରାଜା ରାଜେ ପ୍ରବେଶିଲା ହସ୍ତୀ ଯାଇ।
ପାଟହସ୍ତି ଯାଇ ନଳ ରାଜାଙ୍କୁ ଭେଟିଲା, ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲା। ରାଜାଙ୍କୁ ନେଇଣ ହସ୍ତି ପୃଷ୍ଠେ ବସାଇଲେ, ଜୟ ନଳ ରାଜା ବୋଲି ଉଚ୍ଚ ଡାକ ଦେଲେ। ସେନଗ୍ରରେ ନାରୀମାନେ ଦେଖୁଥିଲେ, ରାଜାଙ୍କ ଆଗରେ ଯାଇ ସମସ୍ତ କହିଲେ। ଗୁପ୍ତେ ନଳ ରାଜା ସୁପ୍ରକାର ପଣେ ଥିଲେ, ଏଥୁ ଥିବା ଯାଏ ତାଙ୍କୁ କେହି ନ ଚିହ୍ନିଲେ। ତାଙ୍କ ବାକ୍ୟ ପାତ୍ରମନ୍ତ୍ରୀ ସମସ୍ତେ ଓଇଲେ, ନଳ ରାଜାଙ୍କୁ ହସ୍ତିର ପୃଷ୍ଠେ ବସାଇଲେ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ, ନଳ ରାଜାଙ୍କୁ ଗୌରବ କରି ଘେନି ଗଲେ। ଅନ୍ତପୁରେ ରାଣୀ ଦମୟନ୍ତୀକୁ ଚିହ୍ନିଲେ, ଏ ତ ଆମ ଦମୟନ୍ତୀ ଦୁହିତା ବୋଇଲେ। କିନିମନ୍ତେ ଆସି ଏଠି ଗୁପରେ ରହିଲା, କିନିମନ୍ତେ ଏ ବିରୂପ ରୂପ ହୋଇଗଲା। ଦମୟନ୍ତୀ ଏହା ଶୁଣି ବୁଝାଇ କହିଲା, ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜୁ ତୋଡ଼ାଇଲେ। ବନସ୍ତ ମଧ୍ୟରେ ସଭା ଚନ୍ଦ୍ରକୁ ହରାଇ, ମତେ ଛାଡ଼ି କରି ରାଜା ଗଲେ କପଳାଇ। ଏହା ଶୁଣି ମହାଦେଇ ରାଜାଙ୍କୁ କହନ୍ତି, ଆମ୍ଭେ ଗୃହ ଦମୟନ୍ତୀ ଝିଅ ରହିଛନ୍ତି। ଭୀମ ରାଜା କହନ୍ତି ଯେ ନଳ ଆସିଛନ୍ତି, ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି। ଦମୟନ୍ତୀକୁ ଧରିଣ ନଳ ପାଶ ଗଲେ, ଦମୟନ୍ତୀକୁ ଦକ୍ଷିଣ ନଳ ଖୁସି ହୋଇଲେ। ରାଜା ରାଣୀଙ୍କର ପାଦ ତଳେ ପଡ଼ିଲେ, ମନ ବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ କହିଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ, ଏହା ଦେଖି ରାଜା ରାଣୀ ହରଷ ହୋଇଲେ। ରାଜାଙ୍କ ଅଗ୍ରତେ ଯାଇ ନଳ ଜଣାଇଲେ, ନିଜ ରାଜ୍ୟକୁ ଚଳିବା ଆଜ୍ଞା ତୁମ୍ଭେ ଦେଲେ। ବିଧି ମତେ ସମ୍ମାନ ନଳ ରାଜାଙ୍କୁ କଲେ, ପାଟ ପୀତାମ୍ବରୀ ମାନ ରାଜା ଯେ ପିନ୍ଧିଲେ। ନାନା ଅଳଙ୍କାର ଦେଇ ଭୂଷଣ କରିଲେ, ବିନୟ ହୋଇଣ ରାଣୀ ମାତାଙ୍କୁ କହିଲେ। ଦୟା ରଖିଥିବ ମାତା ପିତାଙ୍କୁ କହିଲେ, ଆଶିଷ କଲ୍ୟାଣ କରି ବିନୟ ହୋଇଲେ। ରତ୍ନ ହନ୍ଦଳରେ ନେଇ ବିଜେ କରାଇଲେ, ବିନୟ ହୋଇଣ ରାଣୀ ଦାସୀଙ୍କୁ କହିଲେ। ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ, ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥାନେ। ଶୁଭ ବେଳ ରାଜା ରାଣୀ ରାଜ୍ୟକୁ ଗମିଲେ, ପାତ୍ରମନ୍ତ୍ରୀ ସର୍ବେ ତାଙ୍କ ସଙ୍ଗେ ଗୋଡ଼ାଇଲେ। ଶଙ୍ଖ ଶବଦରେ ରାଜ୍ୟ ସାରା କମ୍ପାଇଲେ, ଶୁଭ ଅନୁକୂଳ କରି ବାହାର ହୋଇଲେ। କିଛି ଦୂର ଗଲା ପରେ ମନ୍ଦିର ଭେଟିଲେ, ଜୟ ଶଙ୍ଖ ବୀର ଶବ୍ଦ ତୁରୀ ବଜାଇଲେ। ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା, ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍ଗାରିଣ ହେଲା। ଅଳଙ୍କାର ପାଇଁ ରାଣୀ ହରଷ ହୋଇଲେ, ସୁରଦେବ ରାଣୀ ଶାପ ମୁକ୍ତ ହୋଇଗଲେ। ସେଠାବରୁ ପାତ୍ରମନ୍ତ୍ରୀ ବିଦା କରିଦେଲେ, ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ। ସେଠାବରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ, ରାଜା ରାଣୀ ବହୁତ ଆଶିଷ ଯେ ବାଞ୍ଛିଲେ। ହସ୍ତି ପୃଷ୍ଠେ ବସି ରାଜା ରାଣୀ ଚାଲିଗଲେ, ବନସ୍ତ କନ୍ଧରେ ନଦୀ ନିକଟେ ମିଳିଲେ। ଶଙ୍ଖ ଧ୍ୱନି ଶବଦରେ ନଦୀ କମ୍ପିଗଲା, ଶବ୍ଦ ଶୁଣିଣ କୁମ୍ଭୀର ତଡ଼ତି ଆସିଲା। ସଙ୍ଗେ ସଙ୍ଗେ ସଭା ଚନ୍ଦ୍ରକୁ ଯେ ଉଦ୍ଗାରିଲା, ଏହି ଜନମରୁ ମୁକ୍ତ କରନ୍ତୁ ବୋଇଲା। ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ, ସୁରଦେବ ରାଜ୍ୟ ଶାପୁ ମୁକ୍ତ ହୁଅ ବୋଲେ। ସଭା ଚନ୍ଦ୍ରକୁ ନେଇଣ କୋଳେ ବସାଇଲେ, ସେଠାବରୁ ରାଜା ରାଣୀ ମନ୍ଦିରେ ଚଳିଲେ। ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ, ବେତାଳ ମାନଙ୍କୁ ଡାକି ତହୁଁ ଆଜ୍ଞା ଦେଲେ। ରାଜାର ଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ, ପୂର୍ଣ୍ଣ କରି ଆସି ମତେ କହିବ ସନ୍ଦେଶ। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ, ନଳ ରାଜାଙ୍କ ଭଣ୍ଡାର ସମ୍ପୂର୍ଣ୍ଣ କରିଲେ। ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ, ଭଣ୍ଡାର ପୂର୍ଣ୍ଣ ଶୁଣି ସନ୍ତୋଷ ହୋଇଲେ। ଏ ସମୟେ ନଳ ରାଜା ରାଜ୍ୟ ପହଞ୍ଚିଲେ, ସିଂହଦ୍ୱାରେ ପହଞ୍ଚି ହରଷ ହୋଇଲେ।
ରାଜା ରାଣୀ ପାତ୍ର ମନ୍ତ୍ରୀ ଦେଖି ଧାଇଁ ଗଲେ, ସମାରୋହେ ପାଦ ତଳେ ସର୍ବେ ଲୋଟି ଗଲେ। ଉଠ ସର୍ବେ ରାଜା ରାଣୀ ଏମନ୍ତ କହିଲେ, ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ। ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ, ଶୁଭ ବେଳ ରାଜା ରାଣୀ ଅଭିଷେକ ହେଲେ। ବାଦ୍ୟ ଶବଦରେ ରାଜେ ଆନନ୍ଦ ଲଭିଲେ, ନଗ୍ର ନଗ୍ର ବୁଲି ରାଜା ବହୁ ଧନ ଦେଲେ। ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ, ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ। ଏହାପରେ ଶ୍ରୀ ସୁଦର୍ଶା ବ୍ରତ ହିଁ ପଡ଼ିଲା, ବ୍ରତ କରିବାକୁ ରାଣୀ ରାଜାଙ୍କୁ କହିଲା। ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରକୁ କହନ୍ତେ, ଇନ୍ଦ୍ର ସହିତରେ ଶଚୀ ଏ ବ୍ରତ କରନ୍ତେ। ନାରଦ ଋଷିଙ୍କ ଠାରୁ କଥାକୁ ଶୁଣିଲେ, ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ। ଦକ୍ଷିଣା ପାଇ ନାରଦ ବିଜେ କରି ଗଲେ, ଏ ବିଧିରେ ନର ନାରୀ ଲକ୍ଷ୍ମୀ ବ୍ରତ କଲେ। ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି, ତାଙ୍କର କନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମୋତି, ସଦାଳ ଏ ସମ୍ପୂର୍ଣ୍ଣ ହେ ସୁଦଶା ବ୍ରତଟି। ଇତି ଶ୍ରୀ ସୁଦଶା ବ୍ରତ ସଦା ଜୟ।